ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय अध्याय सांख्य योग। पूर्व श्लोक रे आत्मा को अविनाशी, अप्रमेय और नित्य एवं शरीर को नश्वर कहा जायथिला। इठारे आत्मा काहारी हत्यार कर्ता किंबा स्वयं मरणशील नुहे बोली कहा जायछि। ଏହି ଆତ୍ମତତ୍ତ୍ୱର ଦ୍ୱାହି ଦେଇ ହିଂସ୍ରକ ଯୁଦ୍ଧର ଔଚିତ୍ୟ ପ୍ରତିପାଦନ କରିବା ପ୍ରାସଙ୍ଗିକ ମନେ ହୁଏ ନାହିଁ। ଉପନିଷଦ ଆଧାରରେ ଆତ୍ମା କୌଣସି କ୍ରିୟାର କର୍ତ୍ତା ନୁହେଁ ବୋଲି ସାଧାରଣତଃ ଯୁକ୍ତି କରାଯାଏ। ଏହି ଦର୍ଶନ ଗୀତାରେ ମଧ୍ୟ କେତେକ ସ୍ଥାନରେ ସ୍ଥାନିତ ହୋଇଛି। ଏହି ପରିପ୍ରେକ୍ଷୀରେ ତ୍ରୟୋଦଶ ଅଧ୍ୟାୟର 29 ଓ 31 ଶ୍ଲୋକ ଦ୍ୱୟ ପ୍ରଣିଧାନ ଯୋଗ୍ୟ। ଏଠାରେ କୁହାଯାଇଛି, ସମସ୍ତ କ୍ରିୟା ପ୍ରକୃତି ଦ୍ୱାରା ହେଉଥିବାରୁ ଆତ୍ମା ସେସବୁର କର୍ତ୍ତା ନୁହେଁ। କୌଣସି କର୍ମ କରୁନଥିବାରୁ ଆତ୍ମା ସେଥିରେ ଲିପ୍ତ ହୁଏ ନାହିଁ। ଆକ୍ଷରିକ ଅର୍ଥ କଲେ ଜାଣିହେବ, ବ୍ୟକ୍ତି ଯାହା ବି ପାପ ବା ପୁଣ୍ୟକର୍ମ କରେ ତା ଦ୍ୱାରା ଆତ୍ମା ପ୍ରଭାବିତ ହୁଏ ନାହିଁ। ଏହା ବିବେକ ସମ୍ମତ ମନେ ହୁଏ ନାହିଁ। କର୍ମ ଆଧାରରେ ହିଁ ବ୍ୟକ୍ତିକୁ ପାପାତ୍ମା ବା ପୁଣ୍ୟାତ୍ମା କୁହାଯାଏ। କର୍ମ କରିବାକୁ ଆତ୍ମା ଶରୀର ଧାରଣ କରେ, ତେଣୁ ତାକୁ ଅକର୍ତ୍ତା କିପରି କୁହାଯିବ? ଗୀତା କର୍ତ୍ତୃତ୍ୱାଭିମାନ ତ୍ୟାଗ କରିବାକୁ ଉପଦେଶ ଦିଏ। ଏହାର ଅର୍ଥ ଅକର୍ତ୍ତାପଣ ନୁହେଁ। ଶରୀରସ୍ଥ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଆତ୍ମା କର୍ମ କରେ, ତେଣୁ ସେମାନଙ୍କୁ କର୍ତ୍ତା କୁହାଯାଇ ନପାରେ। ଆତ୍ମା କର୍ତ୍ତୃକ କର୍ମର ପରିଣାମ ସଂସ୍କାରରେ ରୂପାନ୍ତର ହୁଏ। ଗୋଟିଏ ଶରୀରରେ କାର୍ଯ୍ୟକାଳ ପୂରିଗଲେ ଆତ୍ମା ଏହି ସଂସ୍କାର ସହ ନୂତନ ଶରୀର ଧାରଣ କରେ। ପୂର୍ବ ଜନ୍ମର ସଂସ୍କାର ଅନୁସାରେ ଆତ୍ମା ଇହ ଜନ୍ମରେ ତାର ବ୍ୟକ୍ତିତ୍ୱ ପରିପ୍ରକାଶ କରେ। ପୂର୍ବ ଜନ୍ମରେ ପାପକର୍ମ କରିଥିଲେ ହେଁ ଇହ ଜନ୍ମରେ ତାର ପରିଣାମ ସ୍ୱରୂପ ବ୍ୟକ୍ତି ଜଟିଳ ବ୍ୟାଧିରେ ପୀଡ଼ିତ ହୁଏ ବୋଲି ଆୟୁର୍ବେଦ କହେ। ପୂର୍ବ ଜନ୍ମଂ କୃତ ପାପଂ ବ୍ୟାଧିମ୍ ରୂପେଣ ପୀଡ଼ିତମ୍। ଏଥିରୁ ପ୍ରମାଣିତ ହୁଏ ଯେ ଆତ୍ମା ହିଁ ପ୍ରତ୍ୟେକ କର୍ମର କର୍ତ୍ତା। ଆତ୍ମାକୁ ଯଦି ଅକର୍ତ୍ତା ବୋଲି କୁହାଯାଏ, ତେବେ ନରହତ୍ୟା ଦୋଷରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ ଦଣ୍ଡ ଦେବାର କୌଣସି ଔଚିତ୍ୟ ରହିବ ନାହିଁ। ସେହି ବ୍ୟକ୍ତି ଯୁକ୍ତି କରିପାରିବ, ଆତ୍ମା କାହାକୁ ହତ୍ୟା କରେ ନାହିଁ କି କାହା ଦ୍ୱାରା ହତ ହୁଏ ନାହିଁ। ଏହା କୌଣସି କର୍ମର କର୍ତ୍ତା ନୁହେଁ, ତେଣୁ ସେ ନିରପରାଧ ଓ ଦଣ୍ଡଯୋଗ୍ୟ ନୁହେଁ। ସାମ୍ପ୍ରଦାୟିକ ଉଗ୍ରପନ୍ଥୀମାନେ ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କ ପ୍ରତି ହିଂସା ବା ସାମୂହିକ ନରସଂହାରକୁ ଧର୍ମଯୁଦ୍ଧ ବୋଲି ଯୁକ୍ତି କରନ୍ତି। ଧର୍ମ ସହିତ ଯୁଦ୍ଧର କୌଣସି ସମ୍ପର୍କ ନାହିଁ। କୌଣସି ଧର୍ମଶାସ୍ତ୍ର ହିଂସାକୁ ସମର୍ଥନ କରେ ନାହିଁ। ବେଦ ଉପଦେଶ ଦିଆଯାଇଛି, ମାମ୍ ହିଂସାତ୍ ସର୍ବଭୂତାନି। ପ୍ରାଣୀମାନଙ୍କ ପ୍ରତି ହିଂସା କର ନାହିଁ। ହିଂସାର ମୂଳଦୁଆ ଉପରେ ଧର୍ମ ପ୍ରତିଷ୍ଠା ହୋଇନପାରେ। କ୍ଷତ୍ରିୟ ପାଇଁ ବା ସୈନ୍ୟବାହିନୀରେ ଚାକିରି କରୁଥିବା ସୈନିକ ପାଇଁ ଯୁଦ୍ଧ ଏକ କର୍ତ୍ତବ୍ୟ ବୋଲି ଯୁକ୍ତି କରି ହିଂସାର ଔଚିତ୍ୟ ପ୍ରତିପାଦନ ଗୀତା ଭଳି ଯୋଗଶାସ୍ତ୍ରର ବିଷୟ ନୁହେଁ। ଆତ୍ମା ହତ୍ୟା କରେ ନାହିଁ କି ନିଜେ ହତ ହୁଏ ନାହିଁ। ଏହି ସିଦ୍ଧାନ୍ତ କଠୋପନିଷଦରୁ ଆନୀତ। ଗୀତାର ଆଲୋଚ୍ୟ ଶ୍ଲୋକ କଠୋପନିଷଦର ନିମ୍ନ ଶ୍ଲୋକ ସହିତ ପ୍ରାୟ ସମାନ, ଯଥା ନ ଜାୟତେ ମ୍ରିୟତେ ବା ବିପଶ୍ଚିନ୍ ନ୍ୟାୟଂ କୃତଶ୍ଚିନ୍ ବଭୂବ କଶ୍ଚିତ୍ ଅଜୋ ନିତ୍ୟଃ ଶାଶ୍ୱତ ଅୟଂ ପୁରାଣୋ ନ ହନ୍ୟତେ ହନମନ୍ୟ ଶରୀରେ ହନ୍ତା ଚେନ୍ମୟନ୍ତେ ହନ୍ତୁଂ ହତଶ୍ଚେନ୍ମନ୍ୟତେ ହତମ୍ ଉଭौ ତୌ ନ ବିଜାନୀतो ନ୍ୟାୟଂ ହନ୍ତି ନ ହନ୍ୟତେ। ଅର୍ଥ, ଏହି ଜ୍ଞାନୀ ଆତ୍ମା କେବେ ଜନ୍ମ ହୁଏ ନାହିଁ କି ମରେ ନାହିଁ। ଏହା କୌଣସି କାରଣରୁ ଉତ୍ପନ୍ନ ହୋଇନାହିଁ କି ସ୍ୱତଃ ସ୍ୱୟଂ ସୃଷ୍ଟି ହୋଇନାହିଁ। ଏହା ଅଜନ୍ମା, ନିତ୍ୟ, ଶାଶ୍ୱତ ଓ ପୁରାତନ ହୋଇଥିବାରୁ ଶରୀରର ବିନାଶ ହେଲେ ମଧ୍ୟ ଏହା ସ୍ୱୟଂ ମରେ ନାହିଁ।
ଯଦି ହତ୍ୟାକାରୀ ମନେ କରୁଥାଏ ଯେ ଆତ୍ମାକୁ ହତ୍ୟା କରୁଛି ଓ ନିହତ ବ୍ୟକ୍ତି ନିଜକୁ ମୃତ ବୋଲି ବିଚାର କରୁଥାଏ, ତେବେ ଉଭୟେ ତାକୁ ଜାଣନ୍ତି ନାହିଁ ବୋଲି ବୁଝିବାକୁ ହେବ। କାରଣ ଆତ୍ମା ହତ୍ୟା କରେ ନାହିଁ କି ହତ ହୁଏ ନାହିଁ। ଏଠାରେ ପ୍ରଣିଧାନ ଯୋଗ୍ୟ ଯେ କଠୋପନିଷଦରେ ଯମ ନଚିକେତା ସମ୍ବାଦରେ ଯୁଦ୍ଧର କୌଣସି ପ୍ରସଙ୍ଗ ନଥିଲା। ଉପରୋକ୍ତ ଶ୍ଲୋକ ଦ୍ୱୟର ସାମାନ୍ୟ ପରିବର୍ତ୍ତନ କରି ମହାଭାରତକାର ଯୁଦ୍ଧର ଔଚିତ୍ୟ ପ୍ରତିପାଦନ କରିବା ପାଇଁ ଶ୍ରୀକୃଷ୍ଣ ଜୁନ ସମ୍ବାଦ ନାମରେ ତାହା ଗୀତାରେ ପରିବେଷଣ କରିଛନ୍ତି। ତେଣୁ ଯୁଦ୍ଧ ପ୍ରସଙ୍ଗରେ ଏହି ଶ୍ଲୋକ ଦ୍ୱୟର ଉପସ୍ଥାପନା ଅପ୍ରାସଙ୍ଗିକ ମନେ ହୁଏ। ଆତ୍ମାକୁ ଅବିନାଶୀ ଓ ଦେହକୁ ବିନାଶଶୀଳ କହି କୌଣସି ପରିସ୍ଥିତିରେ ମଧ୍ୟ କାହାକୁ ହତ୍ୟା କରିବା ପାଇଁ ପ୍ରେରିତ କରିବା ଆଧ୍ୟାତ୍ମିକତା ନୁହେଁ। ଶରୀର ପରି ଆତ୍ମାର ଜନ୍ମ ନାହିଁ, ଏହା ଅଜନ୍ମା ଅଟେ। ଯାହାର ଜନ୍ମ ନାହିଁ ତାର ମୃତ୍ୟୁ ହେବ କିପରି? ଆତ୍ମା ଅଜର, ଅମର ଓ ଅବିନାଶୀ, ତେଣୁ ଏହା ନିତ୍ୟ ଓ ଶାଶ୍ୱତ। ଯାହା ଉତ୍ପନ୍ନ ହୁଏ ତାର କାଳ ନିର୍ଣ୍ଣୟ କରାଯାଏ। ଶରୀରର ଜନ୍ମ ଓ ମୃତ୍ୟୁ ହେଉଥିବାରୁ ଏହାର ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଗଣନା କରାଯାଏ। ଆତ୍ମା କାଳାତୀତ, ଏହା କୌଣସି ଇତିହାସ ନାହିଁ। ଏଥିପାଇଁ ଆତ୍ମାକୁ ପୁରାତନ କୁହାଯାଇଛି। ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଓ ଭବିଷ୍ୟତରେ ରହିବ। ସବୁ କାଳରେ ଏହାର ଅସ୍ତିତ୍ୱ ଯଥାବତ୍ ବିଦ୍ୟମାନ ରହେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶରୀର ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଥାଏ, କିନ୍ତୁ ଆତ୍ମା ଉପରେ ଏହାର କୌଣସି ପ୍ରଭାବ ପଡ଼େ ନାହିଁ। ମୃତ୍ୟୁ ପରେ ମଧ୍ୟ ସେହି ଏକ ଆତ୍ମା ନୂତନ ଶରୀର ଧାରଣ ପୂର୍ବକ ପୂର୍ବଜନ୍ମର ସଂସ୍କାର ଅନୁସାରେ ନିଜ ବ୍ୟକ୍ତିତ୍ୱ ପରିପ୍ରକାଶ କରେ। ଏଥିରୁ ଆତ୍ମା ନିତ୍ୟ ବୋଲି ପ୍ରମାଣିତ ହୁଏ। ଏ କଥା ବୁଝିଗଲେ ବ୍ୟକ୍ତି ଦେହାଭିମାନରୁ ମୁକ୍ତ ହୋଇ ଅନାସକ୍ତ ଭାବରେ ନିଜ କର୍ତ୍ତବ୍ୟ କର୍ମରେ ପ୍ରବୃତ୍ତ ହୋଇପାରିବ। ଏଭଳି ବ୍ୟକ୍ତି ଯଦି ସୈନିକ ହୋଇଥାନ୍ତି, ତେବେ ଯୁଦ୍ଧର ସଙ୍ଗୀନ ମୁହୂର୍ତ୍ତରେ ମଧ୍ୟ ଶତ୍ରୁକୁ ହତ୍ୟା କରିବା ପାଇଁ ବା ଶତ୍ରୁ ଦ୍ୱାରା ହତ ହେବା ବିଷୟ ଚିନ୍ତା କରି ଶୋକାତୁର ହେବେ ନାହିଁ। ତାଙ୍କ ପାଇଁ ମୃତ୍ୟୁ ଅର୍ଥହୀନ। କ୍ରମଶଃ ଓମ୍ ଶାନ୍ତି।